ଉପର ମୁଣ୍ଡରେ ବର୍ଷା ଯୋଗୁଁ ଫୁଲିଛି ବୈତରଣୀ। ଭଦ୍ରକ ଆଖୁଆପଦା ନିକଟରେ ବିପଦ ସଂକେତ 18.33 ମିଟର ଥିବାବେଳେ ବର୍ତ୍ତମାନ 18.14 ଉପରେ ପ୍ରଭାବିତ ହେଉଛି ପାଣି। ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀଙ୍କ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ପାଣି ଘେରରେ ଲୋକମାନେ ଜୀବନ ବିତାଉଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏବେ ବି ଲୋକମାନେ ଜଳବନ୍ଦୀ ବିତାଉଛନ୍ତି। ତେବେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। 3 ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ଝଟକା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଏହାସହ ଅନ୍ୟ 17 ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଅନ୍ୟ 17 ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ବର୍ଷା ଋତୁରେ ଆମ ରାଜ୍ୟ ଉତ୍ତର ଓ ଦକ୍ଷିଣରେ ଥିବା ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ବା ତାଠାରୁ ଅଧିକ ବର୍ଷା ହୋଇଛି। କିନ୍ତୁ ସେହି ତୁଳନାରେ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ୍ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ଗତ ଜୁନ୍ 1 ତାରିଖରୁ ଜୁଲାଇ 30 ତାରିଖ 2 ମାସ ମଧ୍ୟରେ ରାଜ୍ୟରେ ସବୁ ଜିଲ୍ଲାରେ ବର୍ଷା ତମାମ ଠିକ୍ ନାହିଁ। କେଉଁଠି ମେଞ୍ଚାଏ ତ କେଉଁଠି କେଞ୍ଚାଏ ଭଳି ସ୍ଥିତି ଦେଖିବାକୁ ମିଳିଛି। 10 ଜିଲ୍ଲାରେ ବର୍ଷାର ପରିମାଣ 36%ରୁ 60% ଅଧିକ ହୋଇଥିବା ବେଳେ 4 ଜିଲ୍ଲାରେ 20%ରୁ 35% କମ୍ ବର୍ଷା ରେକର୍ଡ ହୋଇଛି। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।